ଭାବିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ ଏ ପ୍ରେମ ମଣିଷ ଜାତିରେ କିପରି ଜନ୍ମ ନେଲା। କେଉଁ ସମୟରେ ମଣିଷ ନିଜ ମନର ଗଭୀରତାରେ ଅନୁଭବ କଲା ମୁଁ ଏକା ନୁହେଁ, କାହାର ସହିତ ରହିଲେ ମୋ ଜୀବନ ଭଲ ହେବ। ଚାଲନ୍ତୁ ଏହି ଯାତ୍ରାକୁ ଆମେ ପଛକୁ ଫେରି ଦେଖିବା। କଳ୍ପନା କରନ୍ତୁ, ହଜାର ହଜାର ବର୍ଷ ପୂର୍ବରୁ ଜଙ୍ଗଲର ଜୀବନ। ମଣିଷ ଥିଲା ପ୍ରକୃତି ସହିତ ସଂଘର୍ଷ କରୁଥିବା ଏକ ଜୀବ। ଖାଦ୍ୟ ପାଇଁ ଶିକାର କରିବାକୁ ପଡ଼ୁଥିଲା। ଥଣ୍ଡା, ତାପ, ବର୍ଷା, ଜଙ୍ଗଲୀ ପ୍ରାଣୀ ସବୁଠାରୁ ସତର୍କ ହୋଇ ଚାଲିବାକୁ ପଡ଼ୁଥିଲା। ଏମିତି ଜୀବନରେ ନିଜେ ନିଜର ଜୀବନ ରକ୍ଷା କରିବା ଥିଲା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏକା ଥିଲେ ବଞ୍ଚିବା କଷ୍ଟକର ଥିଲା। ଆହାର ମିଳିଲେ ତାକୁ ନିଜେ ଖାଇବା, ବିପଦ ଆସିଲେ ନିଜେ ସମାଲୋଚନା କରିବା, ଏହା ଥିଲା ଦୈନିକ ସଂଘର୍ଷ। ଶିଶୁମାନଙ୍କୁ ବଢ଼ାଇବା କଷ୍ଟସାଧ୍ୟ। ଏହିପରି ଜୀବନରେ ବଞ୍ଚିବା ସମ୍ଭାବନା କମ୍ ଥିଲା। କିନ୍ତୁ ମଣିଷ ଧୀରେ ଧୀରେ ବୁଝିଲା, ଏକା ଥିଲେ ବଞ୍ଚିବା କଷ୍ଟକର, କିନ୍ତୁ ଏକାଠି ହେଲେ ଶକ୍ତି ବଢ଼େ। ଶିକାର କରିବା, ଖାଦ୍ୟ ବାଣ୍ଟିବା, ଶିଶୁକୁ ଦେଖାଶୁଣା କରିବାରେ ସହଯୋଗ ଆବଶ୍ୟକ। ଏହିପରି ସହଯୋଗରୁ ଜନ୍ମ ନେଲା ବିଶ୍ୱାସ। ବିଶ୍ୱାସ ବିନା ସହଯୋଗ ସମ୍ଭବ ନୁହେଁ ଏବଂ ବିଶ୍ୱାସକୁ ଶକ୍ତିଶାଳୀ କରିବା ପାଇଁ ମଣିଷ ମନରେ ଜାଗିଲା, ମୁଁ ତୁମକୁ ରକ୍ଷା କରିବି, ମୁଁ ତୁମ ସହିତ ଖାଦ୍ୟ ବାଣ୍ଟିବି, ଆମେ ଏକାଠି ରହିଲେ ବଞ୍ଚିପାରିବୁ। ଏହି ଭାବନା ଥିଲା ପ୍ରେମର ଆରମ୍ଭ। ଏହି ପ୍ରେମ ମାତ୍ର ଶାରୀରିକ ଆକର୍ଷଣ ନୁହେଁ, ଏହା ଥିଲା ଜୀବନ ବଞ୍ଚାଇବାର ଶକ୍ତି, ମନକୁ ସ୍ଥିର କରିବାର ଭାବନା, ଆଶା ଓ ସହଯୋଗର ଆଧାର। ଧୀରେ ଧୀରେ ମନର ଗଭୀରତାରେ ଜାଗିଲା ଗୋଟିଏ ଭାବନା, ମୁଁ ତୁମ ସହିତ ରହିଲେ ମୋର ଜୀବନ ଅର୍ଥପୂର୍ଣ୍ଣ ହେବ। ପ୍ରାଚୀନ ସମୟରେ ସ୍ୱାମୀ ଥିଲେ ଶିକାର କରିବାର ସହଯୋଗୀ, ସ୍ତ୍ରୀ ଥିଲେ ଶିଶୁ ଓ ପରିବାରର ରକ୍ଷାକାରୀ। କିନ୍ତୁ କେବଳ ଶାରୀରିକ ସହଯୋଗ ନୁହେଁ, ମନର ସମ୍ପର୍କ ମଧ୍ୟ ଗଢ଼ି ଉଠିଲା। ସେମାନେ ପରସ୍ପରର ଦୁଃଖ ବୁଝିଲେ, ଏକା ପରକୁ ସହାୟତା କଲେ, ବିପଦ ସମୟରେ ହାତ ବଢ଼ାଇଲେ। ଏହି ସହାନୁଭୂତିରୁ ଜନ୍ମ ନେଲା ସ୍ନେହ ଏବଂ ସ୍ନେହଠାରୁ ଜନ୍ମ ନେଲା ପ୍ରେମ। ମୁଁ ତୁମ ସହିତ ଜୀବନ କାଟିବାକୁ ଚାହେଁ। ଏହି ଭାବନା ମଣିଷ ମନରେ ଗଭୀର ହୋଇଗଲା। ଏହି ସ୍ନେହ ଓ ପ୍ରେମକୁ ସ୍ଥିର କରିବା ପାଇଁ ମଣିଷମାନେ ପରମ୍ପରା ଗଢ଼ିଲେ। ଜଣେ ପୁରୁଷ ଓ ଜଣେ ନାରୀ ମଧ୍ୟରେ ସମ୍ପର୍କକୁ ସାମାଜିକ ମାନ୍ୟତା ଦିଆଗଲା। ଏହାକୁ ଆମେ ବିବାହ କହୁ। ବିବାହ ମାଧ୍ୟମରେ ପରିବାର ଗଢ଼ିଲା। ଶିଶୁମାନଙ୍କର ଜନ୍ମ ଓ ବୁଦ୍ଧି ସୁନିଶ୍ଚିତ ହେଲା। ଜମି, ସମ୍ପତ୍ତି, ସଂସ୍କୃତି ପିଢ଼ିରୁ ପିଢ଼ିକୁ ଗଲା। ସମାଜରେ ଶୃଙ୍ଖଳା ଓ ମୂଲ୍ୟବୋଧ ସୃଷ୍ଟି ହେଲା। ଏହିପରି ସ୍ୱାମୀ ସ୍ତ୍ରୀର ପ୍ରେମ କେବଳ ବ୍ୟକ୍ତିଗତ ନୁହେଁ, ସମାଜର ଉନ୍ନତି ପାଇଁ ଏକ ଭିତ୍ତି ହେଲା। ସମୟ ସହିତ ସ୍ୱାମୀ ସ୍ତ୍ରୀର ପ୍ରେମ କେବଳ ଜୀବନର ସାଥୀତ୍ୱରେ ସୀମିତ ରହିଲା ନାହିଁ। ସେମାନେ ଏକା ପରକୁ ବୁଝିବା ଶିଖିଲେ, ଖୁସି ଓ ଦୁଃଖର ଭାଗ କରିଲେ, ଜୀବନର ସଂଘର୍ଷ ସମୟରେ ପରସ୍ପରକୁ ସାହାଯ୍ୟ କଲେ। ଧୀରେ ଧୀରେ ବିଶ୍ୱାସ ଗଭୀର ହେଲା, ପରିବାରର ମୂଲ୍ୟବୋଧ ଗଢ଼ିଲା। ଏହି ପ୍ରେମ ସମାଜରେ ସ୍ଥିରତା ଆଣିଲା, ଶିଶୁମାନଙ୍କୁ ସୁରକ୍ଷା ଦେଲା ଓ ଜୀବନକୁ ଅର୍ଥପୂର୍ଣ୍ଣ କଲା। ଆଜିର ଜଗତରେ ଏହି ପ୍ରେମର ମୂଲ୍ୟ ହେଉଛି, ଏହା ଶିଶୁମାନଙ୍କ ଭବିଷ୍ୟତ ଗଢ଼େ। ସମାଜର ଏହା ଏକ ମୂଳ ଶକ୍ତି ହୋଇସାରିଛି। ଏହା ସମାଜର ଶାନ୍ତି ଓ ସମୃଦ୍ଧିକୁ ନିଶ୍ଚିନ୍ତ କରୁଛି। ଏହା ପରସ୍ପରର ବୁଝାମଣା ଓ କ୍ଷମାକୁ ବଢ଼ାଏ। ଏହା ମନୁଷ୍ୟତାର ସର୍ବଶ୍ରେଷ୍ଠ ଶକ୍ତିମାନଙ୍କ ମଧ୍ୟରୁ ଗୋଟେ। ଆମେ ଯେତେବେଳେ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଭଲ ପାଉଛୁ, ତେବେ ସମାଜର ଭିତ୍ତି ଆହୁରି ଦୃଢ଼ ହୁଏ। ସମାଜରେ ଯେତେବେଳେ ମଣିଷ ଏକାଠି ରହିବା ଆରମ୍ଭ କଲା, ସେତେବେଳେ ବିଶ୍ୱାସ ଓ ଭାବନାର ଆବଶ୍ୟକତା ବଢ଼ିଲା। ପ୍ରେମ ଥିଲା ସେହି ଭାବନା ଯାହା ମଣିଷକୁ ଯୋଡ଼ିଲା। ପ୍ରେମ ମାଧ୍ୟମରେ ଶିଶୁମାନେ ସୁରକ୍ଷା ଓ ସଂସ୍କାର ପାଇଲେ। ପ୍ରେମ ଥିଲା ସେହି ଭାବନା ଯାହା ମଣିଷଙ୍କୁ ଯୋଡ଼ିଲା। ପ୍ରେମ ମାଧ୍ୟମରେ ଶିଶୁମାନେ ସୁରକ୍ଷା ଓ ସଂସ୍କାର ପାଇଲେ। ମା ଓ ବାପାଙ୍କର ବନ୍ଧନ ଶକ୍ତିଶାଳୀ ହେଲା। ବୃଦ୍ଧମାନଙ୍କ ଅନୁଭବ ପରବର୍ତ୍ତୀ ପିଢ଼ିକୁ ଦିଆଗଲା। ସଙ୍ଗୀ, ମିତ୍ର, ସହଯୋଗୀଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଲା। ସମାଜରେ ନିୟମ ଓ ମୂଲ୍ୟବୋଧ ସୃଷ୍ଟି ହେଲା। ଏହା ସହିତ କଳା, ସଙ୍ଗୀତ, କବିତା ସବୁ ପ୍ରେମର ଭାବନାରୁ ଜନ୍ମ ନେଲେ। ପ୍ରେମ ଥିଲା ମଣିଷର ସୃଜନଶୀଳତାର ଉତ୍ସ। ଆରମ୍ଭରେ ପ୍ରେମ ସମ୍ଭବତଃ କେବଳ ପରିବାର ଓ ନିକଟତମ ସମ୍ପର୍କରେ ଥିଲା, କିନ୍ତୁ କାଳକ୍ରମେ ଗୋଷ୍ଠୀମାନଙ୍କ ମଧ୍ୟରେ ସହଯୋଗ ବଢ଼ିଲା। ବିବାହ ପରମ୍ପରା ଗଢ଼ିଲା। ମଣିଷମାନେ ଏକାଠି ଉତ୍ସବ, ପୂଜାପାଠ, ଆନନ୍ଦ ଉଦ୍ଯାପନ କରିବା ଆରମ୍ଭ କଲେ। ସମାଜରେ ସହାନୁଭୂତି, କ୍ଷମା ଓ ସମର୍ପଣର ମୂଲ୍ୟ ବଢ଼ିଲା। ଏହା ସବୁ ପ୍ରେମ ମାଧ୍ୟମରେ ସମାଜକୁ ସ୍ଥିର ଓ ଶକ୍ତିଶାଳୀ କଲା। ପ୍ରେମ ଥିଲା ଜୀବନର ଆଧାର। ପ୍ରେମ ମାତ୍ର ଜଣେ ଜଣଙ୍କ ପ୍ରତି ଥିବା ଭାବନା ନୁହେଁ, ଏହାର ଅନେକ ରୂପ ରହିଛି। ପରିବାର ପ୍ରତି ପ୍ରେମ, ମିତ୍ର ପ୍ରତି ପ୍ରେମ, ପ୍ରକୃତି ପ୍ରତି ପ୍ରେମ, ଦେଶ ଓ ସମାଜ ପ୍ରତି ପ୍ରେମ, ନିଜ ପ୍ରତି ପ୍ରେମ।
एसबू रूप समाज को शांति आनंद और सहयोग दिए। प्रेम छड़ा समाज केवल नियम और श्रृंखलार बंचीपर किंतु हृदयविहीन जीवन शून्य हो। आमे जदि समाज को शक्तिशाली करने को चाहूँ तेबे प्रेम को जीवन एक मूल्य भाव ग्रहण करने आवश्यक। छोट काम सहयोग करंतु, कथारे मृदुता रखंतु। प्रेम गोटे बीज, आमे एहाकू प्रत्येक हृदय रोपिले समाज समृद्ध हब। आज मध्य आमे देखुचु प्रेम ठारू स्वामी स्त्रीर संपर्क गढ़ी उठे। एही संपर्क रे विश्वास, सहयोग, त्याग, समर्पण, शिशुर भविष्यत पई चिंता एसबू मिसिले संपर्क दृढ़ हो जाउछि, समाज शक्तिशाली होउछि। आपण मानक जीवन में स्वामी स्त्रीर प्रेम किपरि निश्चिंत भावे कमेंट सेक्शन माध्यम रे मते जणाइबे। एहीपरि प्रतिदिन प्राचीन इतिहास विषय नुआ नुआ तथ्य पाइबाकू चाहुथिले चैनल को सब्सक्राइब करी वीडियो को लाइक करने को बिल्कुल भी भूलिबेनी।